ଶୀତର ଚାଦର ତଳେ ସାରା ଓଡ଼ିଶା ଥରୁଛି। ଉତ୍ତରରୁ ଉପାନ୍ତ ସବୁଠି ପାରଦ ତଳମୁହାଁ ହୋଇଥିବାରୁ ଥଣ୍ଡାରେ ଥରୁଛି ସାରା ଓଡ଼ିଶା। ରାତିର ସର୍ବନିମ୍ନ ସ୍ୱାଭାବିକ ତାପମାତ୍ରା 2ରୁ 3 ଡିଗ୍ରୀ ତଳକୁ ଖସି ଆସିଛି। 14 ସହରର ରାତି ତାପମାତ୍ରା 10 ଡିଗ୍ରୀଠୁ କମ୍ ରହିଛି। ଚଳିତ ବର୍ଷ ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜି ଉଦୟଗିରିରେ 5 ଡିଗ୍ରୀ ରେକର୍ଡ କରାଯାଇଛି। ଫୁଲବାଣୀରେ 7, କିରେଇରେ 7.5, କୋରାପୁଟରେ 8, ସେମିଳିଗୁଡ଼ାରେ 8.4 ଓ ଦାରିଙ୍ଗିବାଡ଼ିରେ 8.5 ଡିଗ୍ରୀ ରେକର୍ଡ କରାଯାଇଛି। କଟକ ଓ ଭୁବନେଶ୍ୱରରେ ପାରଦ ସର୍ବନିମ୍ନ ସ୍ତର 13 ଡିଗ୍ରୀକୁ ଖସି ଆସିଛି। 24ରୁ 26 ତାରିଖ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା କୁହୁଡ଼ି ହେବାର ସମ୍ଭାବନା ରହିଛି। ଆସନ୍ତା 3 ଦିନ ଯାଏଁ ଏଭଳି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଲୋକେ ଶୀତରୁ ଟିକିଏ ନିସ୍ତାର ପାଇବା ପାଇଁ ନିଆଁ ଜାଳି ବସି ରହୁଛନ୍ତି। ଛୋଟ ପିଲାମାନେ ସକାଳୁ ଖେଳ ପଡ଼ିଆରେ ବ୍ୟାୟାମ କରିବା ସହ ବୟସ୍କ ଲୋକେ ମର୍ଣ୍ଣିଂ ୱାକ୍ କରୁଥିବା ଦେଖିବାକୁ ମିଳିଛି। ଶୀତର ପ୍ରକୋପ ଯୋଗୁଁ ଆଦିବାସୀ ଉପାନ୍ତ ଇଲାକାରେ ବସବାସ କରୁଥିବା ଲୋକେ ଅଧିକ ହଇରାଣ ହେଉଛନ୍ତି। ଅନ୍ୟପଟେ ଶୀତ ବଢ଼ିବା ଫଳରେ ଶ୍ରମିକ ଶ୍ରେଣୀର ଲୋକେ କାମକୁ ଯିବା ସେମାନଙ୍କ ପାଇଁ କଷ୍ଟକର ହେବାରେ ଲାଗିଛି।